କେତେ ସୁନ୍ଦର ଲେଖା ହେଇଛି, କାରଣ ତୁମମାନେ ମରିଅଛ ଆଉ ତୁମମାନଙ୍କର ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଆଉ ତୁମମାନେ ମରିଅଛ, ଏଇ ୱାର୍ଡଟା ସବୁବେଳେ ସେଇ ଦିନଠୁ ଏପର୍ଯ୍ୟନ୍ତ ଆପଣମାନଙ୍କ ପାଖରେ ବସିଛି, ତଥାପି ବି ସେଇ ବାକ୍ୟଟି ମୋର ମନ ଭିତରେ କାର୍ଯ୍ୟ କରୁଛି ଯେ ଆମମାନେ ଏଇ ଜଗତ ପ୍ରତି ମୃତ, ଆମମାନଙ୍କ ଶାରୀରିକ ଅଭିଳାଷ ପ୍ରତି ମୃତ, ପୁରାତନ ସ୍ୱଭାବ ପ୍ରତି ମୃତ। ସେଥିପାଇଁକା ପାଉଲ ସେ କଲୋସୀ ମଣ୍ଡଳୀକୁ ଲେଖୁଛନ୍ତି, ତୁମମାନଙ୍କର ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଆମେ ସେ 3 ପର୍ବର ପ୍ରଥମରୁ ପଢିବା। ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେଇ ଊର୍ଦ୍ଧ୍ୱ ସ୍ଥାନ ବିଷୟ ସବୁ ଅନ୍ୱେଷଣ କର। ଏଠି ସବୁ ହଉଛି ଯଦି 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 ଉତ୍ଥିତ ହେଇଛ। ଜଣେ ଉତ୍ଥିତ କେମିତି ହବ? ପ୍ରଭୁ ଯୀଶୁ ଯେତେବେଳେ ଉତ୍ଥିତ ହେଲେ, ସେ ମୃତ୍ୟୁ ଭୋଗ କରିବାରୁ ଉତ୍ଥିତ ହେଲେ। ସେଥିପାଇଁ ପାଉଲ ଆଗେ ଲେଖିଲେ 3 ପର୍ବର 1 ପଦଟା, ତାପରେ 3 ପଦରେ ସେ ଲେଖୁଛନ୍ତି, କାରଣ ତୁମମାନେ ମରିଅଛ। ପ୍ରିୟ ଭାଇ ଭଉଣୀ ମାନେ, ଏଇ ପଦଟାକୁ ପ୍ରଭୁ ଆମମାନଙ୍କୁ ବୁଝିବା ପାଇଁ ଆଜି ଚେଷ୍ଟା କରନ୍ତୁ। ଗୋଟେ ଲିଷ୍ଟ ଦେଇଛନ୍ତି ପାଉଲ 5 ପଦରେ। ତୁମମାନଙ୍କର ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର କୁଳ ପ୍ରକୃତି ଗୁଡାକ, ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମ, ଅପୋବିଳାସ, ପୁଣି ପ୍ରତିମା ପୂଜା, ରୂପ, ଲୋଭ, ଏଇ ସବୁ ପ୍ରତି ମୃତ ହୁଅ। ପ୍ରଥମେ ଲେଖିଲେ ମରିଅଛ, କିନ୍ତୁ ଇଟ୍ ଇଜ ଏ କଣ୍ଟିନ୍ୟୁଅସ୍ ଟର୍ମ ବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍। ମୃତ ହୁଅ। ଯଦି ଆମମାନେ ଈଶ୍ୱରଙ୍କର ଇଚ୍ଛା ଜାଣିକିରି ତାଙ୍କ ଇଚ୍ଛା ମତ ଜୀବନ କାଟିବା, ଆମମାନଙ୍କ ପାଇଁ ଯୋଉ ଏଇ ପୃଥିବୀରେ ଯୋଉ ଜୀବନ ଅଛି ବହୁତ ସରଳ ହେଇଯିବ, ବହୁତ ସୁନ୍ଦର ହେଇଯିବ। ଆଉ ସେଥିପାଇଁକା ପାଉଲ ଆମମାନଙ୍କୁ ସେ ମର୍ତ୍ତରେ ଥିଲା ବେଳକୁ ସେ କେତେ ଗୁଡାକ ବିଷୟ ଲେଖିକିରି ଆମମାନଙ୍କୁ ସତର୍କ କରିଦେଇଛନ୍ତି। 10 ପଦ ଦେଖନ୍ତୁ। ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ। ସେ ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କର ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହୋଉଅଛି। ପୁଣି 12 ପଦରେ ଦେଖନ୍ତୁ, ଅତଏବ ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ପରିଧାନ କର। 13 ପରସ୍ପର ପ୍ରତି ସହନଶୀଳ ହୁଅ। ଆଉ ଯଦି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକ କ୍ଷମା କର। ପ୍ରଭୁ ଯେପରି ତୁମମାନଙ୍କୁ କ୍ଷମା କରିଅଛନ୍ତି, ତୁମାନେ ମଧ୍ୟ ସେହିପରି କର। ଏଇଟା ଦେଖନ୍ତୁ, ଏଇ ସବୁ ଗୁଡାକ ହଉଛି ବସ୍ତ୍ର ପରିକା ପରିଧାନ କରିବା ପାଇଁ ଲେଖା ହେଇଛି। ପରିଧାନ କହିଲେ ଆମେ ବୁଝୁ ଯୋଉ ବସ୍ତ୍ରକୁ ଆମେ ପିନ୍ଧୁଛୁ। ଏବେ ମୁଁ ଗୋଟେ ଜ୍ୟାକେଟ ପିନ୍ଧିଛି, ପରିଧାନ କରିଛି। କିନ୍ତୁ ବାଇବଲରେ ଯୋଉ ପରିଧାନ ବିଷୟରେ ଲେଖା ହେଇଛି, ସେଟା ସବୁ ମେଣ୍ଟାଲ ଆଟିଚ୍ୟୁଡ। ଆମମାନଙ୍କର ଯୋଉ ଦୃଷ୍ଟିକୋଣ ଅଛି, ମାନସିକ ଦୃଷ୍ଟିକୋଣ, ତାର ପରିବର୍ତ୍ତନ ଦରକାର। ଆଉ ଯଦି ପରିବର୍ତ୍ତନ ନ ହୁଏ, ଆମମାନେ ସେଇ ପାଠ୍ୟ ବିଷୟରେ ଆସକ୍ତ ହୋଇ ରହିବା। ଉତ୍କୃଷ୍ଟ ବିଷୟରେ ଆମମାନେ ଅନ୍ୱେଷଣ କରିବା ପାଇଁକା ଇଚ୍ଛା ଲାଗିବ ନାହିଁ। ଆମମାନେ କନଷ୍ଟାଣ୍ଟ କୁହାହଉଛି ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯୋଉ ବାସସ୍ଥାନ, ଅର୍ଥାତ୍ ଆମମାନେ ଯେତେବେଳେ ନୂଆ ଘର ବନଉ,
ଆମେ ଗୋଟେ ପୁରୁଣା ଘରେ ଥାଉ, କିନ୍ତୁ ସବୁବେଳେ ଆସିବାକୁ ପଡେ ସେ ନୂଆ ଘରର ମୂଳଦୁଆଠୁ ଆରମ୍ଭ କରିକିରି ଶେଷ ହବା ପର୍ଯ୍ୟନ୍ତ ତାର ଇଣ୍ଟେରିୟର, ଲାଇଟିଂ ଇତ୍ୟାଦି ସବୁ ବିଷୟ ଗୁଡାକୁ ଆମମାନଙ୍କୁ ତଦାରଖ କରିବାକୁ ପଡେ। କାରଣ ଯେତେବେଳେ ଆମେ ରହିବୁ ସେଟା ଆମର ନିଜର ବାସସ୍ଥାନ, ଅବିକା ଯୋଉଠି ଅଛୁ ସେଟା ଟେମ୍ପୋରାରୀ, ସେଥିପାଇଁକା ମାନେ ପାଳି ପାଳି କରିକି ଆସିକିରି ତାଙ୍କର ସବୁ ତଦାରଖ କରିଥାଉ। ପ୍ରଭୁ ଏଠି କହୁଛନ୍ତି ଆମମାନଙ୍କର ଯୋଉ ବାସସ୍ଥାନ ବା ଖ୍ରୀଷ୍ଟଙ୍କର ଯୋଉ ବାସସ୍ଥାନ ଆମେ ସେଠି ରହିବା, କାରଣ ଆମେ ଖ୍ରୀଷ୍ଟଙ୍କ ପରିକା ଉତ୍ଥିତ ହେଇଛୁ ମରିକିରି। କାରଣ ପ୍ରଥମ କଣ୍ଡିସନ ହଉଛି ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇ ଅଛ ତାମାନେ ପୁରାତନ ସ୍ୱଭାବ ମରିଯାଇଛି, ଆମେ ରେଜରେକ୍ଟେଡ ହେଇଛୁ ଆଉ ଖ୍ରୀଷ୍ଟଙ୍କ ସାଙ୍ଗରେ ଅଛୁ। ଯଦି ଖ୍ରୀଷ୍ଟଙ୍କ ସାଙ୍ଗରେ ଅଛୁ, ଖ୍ରୀଷ୍ଟଙ୍କର ଦକ୍ଷିଣ ପାର୍ଶ୍ୱରେ ଯୋଉ ବାସସ୍ଥାନ ସେଇ ସବୁ ଉର୍ଦ୍ଧ୍ୱ ସ୍ଥାନ ବିଷୟ ସବୁ ଅନ୍ୱେଷଣ କରିବା ଆଜି ଆମର କର୍ତ୍ତବ୍ୟ। ପ୍ରଥମ ଅନ୍ୱେଷଣ ହଉଛି ପରିତ୍ୟାଗ କରିବା। କଣ ସବୁ ପରିତ୍ୟାଗ କରିବା? 10 ପଦ, ସେଥିରୁ ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିବା। ଆମେ ଦେଖିବା এই ପରିତ୍ୟାଗ ବିଷୟରେ ପାଉଲଟା ଖାଲି କଲୋସୀ ମଣ୍ଡଳୀକୁ ଲେଖିଲେ ତା ନୁହେଁ, ସେ ଅନ୍ୟାନ୍ୟ ମଣ୍ଡଳୀକୁ ବି ଲେଖିଛନ୍ତି ପରିତ୍ୟାଗ କର। ଆଉ এই ସବୁ ପରିତ୍ୟାଗ କରିବା ଦ୍ୱାରା ଆମମାନଙ୍କର ଗୋଟେ ସିଦ୍ଧତା ଆଡକୁ ଆମମାନେ ଅଗ୍ରସର ହଉ। ଏବଂ ସେ ଅଗ୍ରସର ହବା ଦ୍ୱାରା ଆମମାନଙ୍କ ଜୀବନରେ ଗୋଟେ ରକମର ନୂଆ ବିଷୟ ଆମମାନଙ୍କ ମଧ୍ୟରେ କ୍ରିଏଟ କରନ୍ତି ପ୍ରଭୁ। ରୋମୀ 13:12 ଆମେ ଦେଖିବା, ରୋମୀ 13 ପର୍ବର 12 ପଦ, ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ, ଅତଏବ ଆସ ଆମମାନେ ଅନ୍ଧକାରର କର୍ମ ସବୁ ପରିତ୍ୟାଗ କରି ଆଲୋକର ଶଯ୍ୟା ପରିଧାନ କରୁ। ଅନ୍ଧକାରର କର୍ମ ସବୁ ପରିତ୍ୟାଗ କରିବା ବିଷୟରେ ରୋମୀ ମଣ୍ଡଳୀକୁ ପାଉଲ ମଧ୍ୟ ଲେଖୁଛନ୍ତି। ଆଉ ଗଣନା ପୁସ୍ତକରେ ଈଶ୍ୱର ମୂଷାଙ୍କୁ ମଧ୍ୟ ସେଇ କଥା କହୁଛନ୍ତି, ତୁମେ ଯେତେବେଳେ ସେ ପ୍ରତିଜ୍ଞାତ ଦେଶକୁ ଯିବ, ସେଠି ସମସ୍ତଙ୍କୁ ବାହାର କରିଦବ, ଡ୍ରାଇଭ୍ ଆଉଟ୍, ତଡ଼ିକି ବାହାର କରିବ। ସେମାନେ ସେଠି ରହିଛନ୍ତି, କିନ୍ତୁ ତମେ ରହିବା ପୂର୍ବରୁ ସେମାନଙ୍କୁ ତଡ଼ିକିରି ବାହାର କରିବ। ଗଣନା ପୁସ୍ତକ 33 ପର୍ବ ତାର 55, ନମ୍ବର୍ସ ଚାପ୍ଟର 33 ଭର୍ସ 55। ମାତ୍ର ଯେବେ ତୁମାନେ ଆପଣା ମାନଙ୍କ ସମ୍ମୁଖରୁ ସେଇ ଦେଶ ନିବାସୀ ମାନଙ୍କୁ ତଡ଼ି ବାହାର କରି ନ ଦବ, ଯେତେବେଳେ ତୁମେ ଅଧିକାର କରିବାକୁ ଯାଉଛ ସେ ଦେଶ ନିବାସୀ ମାନଙ୍କୁ ତଡ଼ିକିରି ବାହାର କରିବାକୁ ପଡିବ। ତେବେ ତୁମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ, ସେମାନେ ତୁମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ହେବେ ଆଉ ତୁମାନଙ୍କ ପାର୍ଶ୍ୱରେ କଣ୍ଟକ ସ୍ୱରୂପ ହେବେ। ପ୍ରଭୁଙ୍କର ଜ୍ଞାନ ଏଠି ଦେଖନ୍ତୁ। ଏଇଟା କେବଳ ସେ ଇସ୍ରାଏଲିଟ୍ସ ଲୋକମାନଙ୍କ ପାଇଁ ଯେ କହିଥିଲେ ଆମ ପାଇଁ ସେଟା ଉଦ୍ଦିଷ୍ଟ ତା ନୁହେଁ। ବର୍ତ୍ତମାନ ଆମେ ଗୋଟେ ସ୍ପିରିଚୁଆଲ ରାଜ୍ୟ ଭିତରକୁ ପ୍ରବେଶ କରିବା, ବା ପ୍ରବେଶ ପ୍ରତିଦିନ କେତେ କେତେ ଲୋକ କରୁଛନ୍ତି। ପ୍ରଥମେ କଣ କରିବାକୁ ପଡିବ ନା ପୁରାତନ ସଭାକୁ ସବୁ ତଡ଼ିକି ବାହାର କରିଦେବାକୁ ପଡିବ। ପାଉଲ ତାଙ୍କ ଭାଷାରେ କହୁଛନ୍ତି ପରିତ୍ୟାଗ କର।
ବର୍ଣ୍ଣନା ପୁସ୍ତକର ୱାର୍ଡ ହଉଛି ତଡ଼ିକି ବାହାର କର, ନହେଲେ ସେମାନେ କଣ ହେବେ? ତମାନଙ୍କ ପାଇଁ ଚକ୍ଷୁର କଣ୍ଟା ହେବେ ଆଉ ତୁମାନଙ୍କ ପାର୍ଶ୍ୱରେ କଣ୍ଟକ ସ୍ୱରୂପ ହେବେ। ପ୍ରଭୁଙ୍କର ଯୋଉ ଜ୍ଞାନ ସେଟା ଆମ ପ୍ରତ୍ୟେକଙ୍କ ପାଇଁ ହିତଜନକ, କାରଣ ପ୍ରଭୁ ପ୍ରତ୍ୟେକ ଆତ୍ମାର ସେ ଯତ୍ନ ନିଅନ୍ତି। ଯେତେବେଳେ ଆମେ ସ୍ୱର୍ଗ ଯିବା, ସେ ସ୍ୱର୍ଗରେ ଯେମିତି ଆମମାନେ ଆକ୍ସେପ୍ଟାନ୍ସ ପାଇବା, ସେଥିପାଇଁ ପ୍ରଭୁ ପ୍ରତିଦିନ ଆମ ସୋଲକୁ ନିର୍ମାଣ କରୁଛନ୍ତି, ପରିବର୍ତ୍ତନ କରୁଛନ୍ତି, ସୁଶିକ୍ଷିତ କରୁଛନ୍ତି। ଗୋଟେ ପଦ ବଢିଆ ଲାଗେ ମତେ, ଏଭ୍ରି 12 ପର୍ବର 11 ପଦ, ମୁଁ ଟିକେ ଇଂରାଜୀରେ ପଢୁଛି ତାପରେ ଓଡ଼ିଆରେ ପଢେ। Hebrew 12:11 Now no chastening for the present seemeth to be joyful but painful, yet afterward it yields the peaceable fruit of righteousness unto them who have been trained by it. ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ, ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷାପ୍ରାପ୍ତ ହୋଇଅଛନ୍ତି ତାହାପରେ ସେମାନଙ୍କୁ ଶାନ୍ତିର ଫଳସ୍ୱରୂପ ଧାର୍ମିକତା ପ୍ରଦାନ କରେ। ଅନେକ ସମୟରେ ଆମେ ବ୍ୟସ୍ତ ହେଇ ପଡୁ ପ୍ରଭୁଙ୍କର ଶାସ୍ତି ବା ଶାସନରେ, କିନ୍ତୁ ପ୍ରଭୁ ଯୋଉମାନଙ୍କୁ ଶାସନ ନ କରନ୍ତି, ପ୍ରଭୁ କହନ୍ତି ସେମାନେ ମୋର ସନ୍ତାନ ନୁହନ୍ତି, ସେମାନେ ଜାରଜ ସନ୍ତାନ। କିନ୍ତୁ ଯୋଉମାନେ ମୋର ସନ୍ତାନ, ମୁଁ ସେମାନଙ୍କୁ ଶାସିତ କରିବି। ଗୋଟେ ବଢିଆ ବିଷୟ ଲେଖା ହେଇଛି ଯିହୁଦା ପୁସ୍ତକରେ, ଯେ ତୁମମାନଙ୍କୁ ସ୍ଖଳନରୁ ରକ୍ଷା କରିବାକୁ ପୁଣି ଗୌରବ ସମ୍ମୁଖରେ ମହାନନ୍ଦରେ ଉପସ୍ଥିତ କରିବାକୁ ସକ୍ଷମ। ଯିହୁଦା ପୁସ୍ତକ ପ୍ରକାଶିତ ପୁସ୍ତକର ପୂର୍ବରୁ ଅଛି ଗୋଟେ ପର୍ବ, ତାର 24-25। ଯେ ତୁମମାନଙ୍କୁ ସ୍ଖଳନରୁ ରକ୍ଷା କରିବାକୁ ପୁଣି ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ଉପସ୍ଥିତ କରିବାକୁ ସକ୍ଷମ, ଯେ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ୱର, ଗୌରବ ପ୍ରତାପ ପରାକ୍ରମ କର୍ତ୍ତାପଣ ଅନାଦିକାଳ ବର୍ତ୍ତମାନ ଯୁଗେ ଯୁଗେ ତାହାଙ୍କର ହେଉ। ପ୍ରଭୁ ଲାଗିଛନ୍ତି ଆମମାନଙ୍କର ଆତ୍ମାକୁ କେମିତି ଏତେ ସୁନ୍ଦର କରିକିରି ସେ ପ୍ରଭୁଙ୍କ ପାଖରେ ସେ କଣ କରିବେ? ମହାନନ୍ଦରେ ଉପସ୍ଥିତ କରାଇବେ। ପ୍ରଭୁଙ୍କୁ କହିବେ, ପ୍ରଭୁ ଏ ଆତ୍ମା ପାଇଁ, ମୁଁ ତାର ପରିବର୍ତ୍ତନ ପାଇଁ ତା ସାଙ୍ଗେ ସାଙ୍ଗେ ଲାଗିଥିଲି, ଆଉ ପ୍ରଭୁ ସେ ବର୍ତ୍ତମାନ ପ୍ରେଜେଣ୍ଟେବଲ, ତମେ ତାକୁ ଗ୍ରହଣ କର। ପାଉଲ କହୁଛନ୍ତି ଆମମାନଙ୍କର ଯୋଉ ବ୍ରେନ କାପାସିଟି ଏତେ ପାୱାରଫୁଲ ନୁହେଁ ପ୍ରଭୁଙ୍କର ସେ ପ୍ରେମକୁ ବୁଝିବା ପାଇଁ। ସେ ପ୍ରେମର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଆଉ ତାର ଗଭୀରତାକୁ ବୁଝିବା ପାଇଁ ଆମମାନଙ୍କର ସେଟା ନାହିଁ। କାହିଁକି ନା ସେ ଆମମାନଙ୍କୁ ସମ୍ପୂର୍ଣ୍ଣ ସୁସ୍ଥିର ସବଳ କରି ଶେଷକୁ କରିବେ। ସେତେବେଳକୁ ପାଉଲ କହୁଛନ୍ତି ଯେ ଆମମାନେ ସମ୍ପୂର୍ଣ୍ଣ ବିଷୟ ସବୁକୁ ଜାଣିପାରିବା। ବର୍ତ୍ତମାନ ଯାହା କିଛି ଆମେ ବୁଝୁଛୁ ଆମମାନଙ୍କର ବ୍ରେନ କାପାସିଟି ଅନୁସାରେ ବୁଝୁଛୁ, ଯେତେବେଳେ ପ୍ରଭୁ ଆମମାନଙ୍କୁ ସମ୍ପୂର୍ଣ୍ଣ ସୁସ୍ଥିର ସବଳ ସ୍ଥିର କରିକିରି ସେ ଈଶ୍ୱରଙ୍କ ପାଖରେ ଆମମାନଙ୍କୁ ପ୍ରେଜେଣ୍ଟ କରିବେ, ସେତେବେଳକୁ ଆମମାନଙ୍କର ବ୍ରେନ କାପାସିଟି ଏତେ ପାୱାରଫୁଲ ହେଇଥିବ, ଏଇଟା ଆମମାନେ ଦେଖିପାରିବା।
1 Corinthians chapter 13 verses 9 to 12 ମୁଁ ପଢିଦଉଛି। କାରଣ ଆମମାନେ ଆଂଶିକ ଭାବେ ଜାଣୁ, ଆଂଶିକ ଭାବେ ଭାବବାଣୀ କହୁ, କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ। ଯେତେବେଳେ ଆମେ ସ୍ୱର୍ଗରେ ପହଞ୍ଚିବା, ଆମମାନଙ୍କ ବ୍ରେନ୍ ଏଇରକମ ନଥିବ, ଗୋଟେ ପାୱାରଫୁଲ ବ୍ରେନ୍ ହେଇସାରିଥିବ। ଆପଣମାନେ ନିଜେ ଚିନ୍ତା କରନ୍ତୁ, ଯେତେବେଳେ ଯୀଶୁ ପିତର, ଯାକୋବ, ଜୋହନ ସହିତ ସେ ପର୍ବତାରୋହଣ କରିକିରି ଆଉ ସେ ଗୋଟେ ଗୌରବମୟରେ ରୂପ ସେ ପାଇଲେ, ସେଇ ସମୟରେ ମୂଷା, ଏଲିୟ ମଧ୍ୟ ସେମାନେ ଆସିକିରି ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କଲେ। ପିତର କହୁଛନ୍ତି, ପ୍ରଭୁ ଆମେ 3ଟି କୁଟୀର ଏଠି ନିର୍ମାଣ କରିବା, ଆପଣ ପାଇଁ ଗୋଟେ, ମୂଷା ପାଇଁ ଗୋଟେ, ଆଉ ଏଲିୟଙ୍କ ପାଇଁ ଗୋଟେ। ଜାଣିଲେ କେମିତି? କେତେ ଶହ ବର୍ଷ ତଳର ସେମାନେ ସବୁ ଐତିହାସିକ ଫିଗର। ପିତର, ଯାକୋବ, ଜୋହନ ଜାଣିବାର ବା ତାଙ୍କୁ ଦେଖିବାର ବା ଚିହ୍ନିବାର ବାଟ କିଛି ନାହିଁ। ଚିହ୍ନିଲେ କେମିତି? ବଡ ଆଶ୍ଚର୍ଯ୍ୟ ଲାଗେନି? ଯୀଶୁ ବି ତାଙ୍କୁ କହିନାହାନ୍ତି, ଏ ପିତର, ଯାକୋବ, ଜୋହନ ଦେଖ, ଇଏ ହଉଛନ୍ତି ମୂଷା, ଏ ହଉଛନ୍ତି ଏଲିୟ, ତା ବି କୋଉଠି ଲେଖା ହେଇନି। ହଁ ପ୍ରିୟ ଭାଇ ଭଉଣୀ ମାନେ, ଏଇ ଯୋଉ ପ୍ରଥମ କରନ୍ତି 13 ପର୍ବ 9 to 12 ଆକୁ ବାଇବେଲ ସ୍କଲାର ମାନେ ବହୁତ ଗଭୀରତାର ସହ ନିଅନ୍ତି। କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ। ସେତେବେଳେ ସେଇ ପିତର, ଯାକୋବ, ଜୋହନ ସେ ଅଳ୍ପ କିଛି ସମୟ ପାଇଁ ସେମାନଙ୍କର ଏତେ ପାୱାରଫୁଲ ହେଇଯାଇଥିବ ଆଇଡେଣ୍ଟିଫାଇ କରିବାର ଶକ୍ତି ବା ଚିହ୍ନିବାର ଶକ୍ତି, ସେ ଗ୍ଲୋରିୟସ୍ ମୋମେଣ୍ଟ ଭିତରେ ଦେଇ ପ୍ରଭୁ ତାଙ୍କୁ ନଉଥିଲେ। କେହି କାହାକୁ ବୁଝିବା ଦରକାର ନାହିଁ, ତମେ ଚିହ୍ନି ପାରିବ। ସେଠି ଯୋଉମାନେ ଅଛନ୍ତି ସ୍ୱର୍ଗରେ, ସେମାନଙ୍କର ସେ ସିଦ୍ଧତା ଆସିଯାଇଛି। ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ବୟସ ପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟ ସବୁକୁ ପରିତ୍ୟାଗ କଲି। କାରଣ ଏବେ ଆମେ ମାନେ ନିଗୁଡ ବାକ୍ୟ ରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖି ହୋଇ ଦେଖିବା। ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ ମୁଁ ଯେପରି ପରିଚିତ ସେହିପରି ମଧ୍ୟ ପରିଚୟ ପାଇବି। Limited knowledge will be turned into eternal knowledge বা full knowledge. Imperfect view future perfection କୁ ଯିବ। ଏବଂ କଲୋସୀ 3 ପର୍ବର 9-10 ଯେମିତି ଆମେ ଦେଖିଲୁ, ତୁମାନେ ପୁରାତନ ସ୍ୱଭାବ ସେଥିର କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ। ସେ ନୂତନ ସ୍ୱଭାବ ଆପଣ ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ, ମନ ଦେଇ ଶୁଣନ୍ତୁ, ଆଜି ଅଳ୍ପ ସମୟ ଅଳ୍ପ ବିଷୟରେ କହିବି, କିନ୍ତୁ ଆପଣ ମନ ଦେଇ ଶୁଣନ୍ତୁ। ଆମର ଯୋଉ ପ୍ରତିଦିନ ଟ୍ରାନ୍ସଫର୍ମେସନ ହଉଛି, ଆମେ ଭାବୁଛୁ ଆମେ ଅଛୁ, କିଛି ନାହିଁ, ଗୀର୍ଜା ଆଟେଣ୍ଡ କରୁଛୁ, ପ୍ରାର୍ଥନା ଆଟେଣ୍ଡ କରୁଛୁ, ଏସବୁ କରୁଛୁ, କିନ୍ତୁ ପ୍ରଭୁ ତାଙ୍କର କାମ ସେ ଆରମ୍ଭ କରିଛନ୍ତି। ଆପଣ ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି। ସେଇଥିପାଇଁକା କରନ୍ତିରେ ପାଉଲ କହିଲେ, ଆମେ ମାନେ ଅବିକା ଆଂଶିକ ଭାବେ ଜାଣୁ। ପ୍ରଥମ କରନ୍ତି 13:9 କହିଲେ, ଓ ଆଂଶିକ ଭାବରେ ଭାବବାଣୀ କହୁ, କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟ ଲୋପ ହବ। We be totally different person. ଏବେ ଚିନ୍ତା କରନ୍ତୁ, ଆପଣଙ୍କର ପିଲାମାନେ କୋଉଠି ଗୋଟେ କଲେଜରେ ବା ୟୁନିଭର୍ସିଟିରେ ପଢାପଢି କରୁଛନ୍ତି।
ଖବର ଆସିଲା ଜଣେ ଗୋଲ୍ଡ ମେଡାଲ ପାଇଛି, ଜଣେ କଲେଜ ଟପର ହେଇଛି, ଜଣେ ୟୁନିଭର୍ସିଟି ଟପର ହେଇଛି, ସେଦିନ ଆପଣ କାନ୍ଦିବେ କି? ଆପଣ ସେଦିନ ସବୁ କ୍ରିୟାକର୍ମ କରିବେ କି, ରିଚୁଆଲ୍ସ କରିବେ କି, ଆନନ୍ଦ କରିବେ? କାହିଁକି? ଆପଣଙ୍କର ପିଲା ଯେ ଆପଣଙ୍କ ସାଙ୍ଗରେ ଥିଲା ତାକୁ ପ୍ରଭୁ କେତେ ବଡ ସୁଯୋଗ ଦେଇଛନ୍ତି। ମତେ ବଡ ଆଶ୍ଚର୍ଯ୍ୟ ଲାଗେ। ଆମମାନଙ୍କ ଘରେ ଯୋଉ ବୃଦ୍ଧ ପିତା ମାତା ଭାଇ ବନ୍ଧୁ କୁଟୁମ୍ବ ସବୁ ଅଛନ୍ତି, ଯେତେବେଳେ ସେମାନେ ଚାଲିଯାଆନ୍ତି ଆମେ କେତେ ଖୁସି ହବା ଦରକାର। ଆଉ ଚିନ୍ତା କରିପାରୁଛନ୍ତି ପ୍ରଭୁ ସେମାନଙ୍କ ପାଇଁ କି ସୁନ୍ଦର ଭାବରେ ତାଙ୍କ ଆତ୍ମାକୁ ନୂତନ କରି କରି ଯାଉଥିଲେ, ଆଉ ସେମାନେ ବର୍ତ୍ତମାନ ପହଞ୍ଚିଛନ୍ତି ସେଠି। ବାକ୍ୟରେ ଲେଖାଯାଏ ମହାବିଶ୍ରାମରେ ସେମାନେ ପ୍ରବେଶ କରିବେ। ସମୟ ନାହିଁ, ତେଣୁ ଅଳ୍ପରେ ଛାଡିବାକୁ ପଡୁଛି। ଯୀଶୁ ନିଜେ ସୁସମାଚାରରେ କହିଛନ୍ତି ତୁମାନେ ପିତାଙ୍କର ସେ ଆନନ୍ଦରେ ପ୍ରବେଶ କର। ଏଠି କୋଉଠି ଦୁଃଖର ବିଷୟ ନାହିଁ, କ୍ରନ୍ଦନର ବିଷୟ ନାହିଁ, କଷ୍ଟର ବିଷୟ ନାହିଁ। ଆମେ କାହିଁକି ପୃଥିବୀରେ ସେମାନଙ୍କ ପାଇଁ ଏତେ କାହିଁକି କାନ୍ଦ ଦୁଃଖ କରୁଛୁ? ହଁ, ଯୋଉମାନଙ୍କ ପାଇଁକା ଆତ୍ମାର ପରିତ୍ରାଣ ହେଇନାହାନ୍ତି, ସେମାନେ ଆସିଲେ ଯେମିତି ଯିବେ ସେମିତି, ସେମାନଙ୍କ ପାଇଁ ଭିନ୍ନ। ତେସଲୋନିକେରେ ପାଉଲ କହୁଛନ୍ତି ତୁମାନେ ଯୋଉ ଅଜ୍ଞତା ମୁଁ ଯାହା ଇଚ୍ଛା କରୁନାହିଁ, କିନ୍ତୁ ଆମମାନେ ମରିବା ନାହିଁ, କାରଣ ମରି ସାରିଛୁ। କଲୋସୀରେ ପାଉଲ ଲେଖୁଛନ୍ତି ଆମମାନେ ମରି ସାରିଛୁ, ଉତ୍ଥିତ ହୋଇ ସାରିଛୁ। ସେଠି ଗୋଟେ ମହାନିଦ୍ରା ପାଇବା। ନିଦ ଭାଙ୍ଗିଲା ବେଳକୁ ଆମେ ଆଉ ଗୋଟେ ପଟେ ଥିବା। ଖ୍ରୀଷ୍ଟିଆନର ଜୀବନ ବା ଖ୍ରୀଷ୍ଟିଆନ ନ କହିକି ମୁଁ ଗୋଟେ ୱାର୍ଡ ବ୍ୟବହାର କରୁଛି, ସ୍ୱର୍ଗ ଯାତ୍ରୀର ଜୀବନ ଗୋଟେ ପରିବର୍ତ୍ତିତ ଜୀବନ। ସେ ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ପ୍ରତିଦିନ ପ୍ରତି ସମୟରେ ନୂତନୀକୃତ ହଉଅଛି। ତାପରେ ସେ କଣ କରୁଛି? ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ଏଟା ଏଫେସୀ 4:24 ଲେଖା ହେଇଛି। ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ, ଏଠି ଦେଖନ୍ତୁ ସେଇ ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ପାଉଲ ବ୍ୟବହାର କଲେ କଲୋସୀ 3:9-10। ଏଫେସୀ 4:24 ମଧ୍ୟ ପାଉଲ ସେଇ ୱାର୍ଡ ବ୍ୟବହାର କରୁଛନ୍ତି। ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା, ସତ୍ୟର, ପବିତ୍ରତାରେ ସୃଷ୍ଟି ହଉଅଛି, ତାହା ପରିଧାନ କରିବା ପାଇଁ ଶିକ୍ଷିତ ହୋଇଅଛ। These are all mental attitudes. ଏଇ ଡ୍ରେସ୍ ନୁହେଁ, ହ୍ୟାଣ୍ଡଲୁମ୍ ଡ୍ରେସ୍ ନୁହେଁ କି କୌଣସି ନୁହେଁ। ସେ ମେଣ୍ଟାଲ ଆଟିଚ୍ୟୁଡ ଆମର ଆସ୍ତେ ଆସ୍ତେ ପରିବର୍ତ୍ତନ ହଉଛି। ଆଉ ସେଥିପାଇଁ ମାନେ ଶିକ୍ଷିତ ଗୋଟେ ୱାର୍ଡ କହୁଛନ୍ତି, ଶିକ୍ଷିତ ହେଉଅଛୁ। ଏବଂ ସେ ପଦଟା ତ ମୁଁ ପଢି ସାରିଲିଣି, ଆଉ ଥରେ ପଢୁଛି। ଯେ ଶାସନ ବର୍ତ୍ତମାନ ସମୟରେ ଆନନ୍ଦଦାୟକ ନୁହେଁ। ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ। ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ, ଦେଖନ୍ତୁ କେମିତି ସବୁ ଗୁଡାକ ମିଶୁଛି। ଶିକ୍ଷିତ ହଉଛନ୍ତି, ନୂତନ ସ୍ୱଭାବ ଧାରଣ କରିବା ପାଇଁ ବି ଗୋଟେ ଶିକ୍ଷା ଦରକାର। ଆଉ ଆମେ ଏଫେସୀ 4:24 ପଢୁଥିଲୁ, ତା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। ସେ କାର୍ଯ୍ୟ ଚାଲିଛି ପ୍ରତିଦିନ। ସେ ସ୍ୱଭାବଟା ଯଦି ହଠାତ୍ କିନା ଆସିବ ତାକୁ ତମେ ପିନ୍ଧିଦବ ସେମିତି ନୁହେଁ। କାରଣ ମେଣ୍ଟାଲ ଆଟିଚ୍ୟୁଡ will be completely changed। କୋମଳ ହୃଦୟ ସବୁ ତ ଆମେ ଜାଣିଛୁ, ସେଟା ଲେଖା ହେଇଛି, ଆଉ ପଢିନେ। ଏଠି ଯେତେବେଳେ ଏପ୍ରିଲରେ
12-11 ଲେଖା ହେଲା, ଯୋଉମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି, ଏଠି ହଉଛି ଶିକ୍ଷିତ, ଏଠି ହଉଛି ଶିକ୍ଷା ପ୍ରାପ୍ତ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ପ୍ରତିଦିନ ଶିକ୍ଷା ଦଉଅଛନ୍ତି। ଗୋଟେ ହଉଛି ଆମେ ମରିଛୁ, ସ୍ୱର୍ଗୀୟ ବିଷୟ ଅନ୍ୱେଷଣ କରୁଛୁ, ଦକ୍ଷିଣ ପାର୍ଶ୍ୱରେ ଥିବା ବାସସ୍ଥାନ ବିଷୟରେ ଆମେ ଚିନ୍ତା କରୁଛୁ, ଆଉ ପରିତ୍ୟାଗ କରୁଛୁ। ପରିତ୍ୟାଗଟା ଈଶ୍ୱର କରିବେନି, ପରିତ୍ୟାଗଟା ଆମକୁ କରିବା। ଯେମିତି ସୁଫସାଗରକୁ ପ୍ରଭୁ ବିଭାଗ କଲେ, କହିଲେ ନାଇଁ ମୁଁ ତମମାନଙ୍କ ଆଗରୁ ସେମାନଙ୍କୁ ବାହାର କରିଦେବି ବୋଲି କହିଲେନି, ସେ ବିଦେଶୀ ମାନଙ୍କୁ ତମମାନେ ବାହାର କରିବ, ତଡିକିରି ବାହାର କରିବ। କି ୱାର୍ଡ ବ୍ୟବହାର କରିଛନ୍ତି ପ୍ରଭୁ, ତଡିକିରି ବାହାର କରିବ। ସେମାନେ କୋଉଠି ଯାଉଛନ୍ତି ଯାଆନ୍ତୁ, କିନ୍ତୁ ତାଙ୍କୁ ତଡି ଦବ। ସେମିତି ଏଠାରେ ପାଉଲ କହୁଛନ୍ତି ପରିତ୍ୟାଗ କରିବ। ସେ ପୁରାତନ ସ୍ୱଭାବକୁ ତମେ ସ୍ୱଭାବ ଓ ସେଥିର କର୍ମ ପରିତ୍ୟାଗ କରି ତଡିକି ବାହାର କରିଦେଇ ନୂତନ ସ୍ୱଭାବ ପରିଧାନ କରିଅଛ। ସେ ନୂତନ ସ୍ୱଭାବ ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ। କାରଣ ବର୍ତ୍ତମାନ ଆମେ ଆଂଶିକ ଭାବରେ ଜାଣୁଛୁ, ଯେଟା ସମ୍ପୂର୍ଣ୍ଣ ବୁଝିପାରିବା, ଆମର ଟୋଟାଲ ବ୍ରେନ ସେଲ୍ସ କାମ କରିବ, ପାୱାରଫୁଲି କାମ କରିବ। ଇଟର୍ନିଟିରେ ଆମର ବ୍ରେନ ସେଲ୍ସ, ଏଇ ବ୍ରେନ ସେଲ୍ସ ରହିବନି, ଭେରି ପାୱାରଫୁଲ ହବ। ଆମେ ସମସ୍ତଙ୍କୁ ଚିହ୍ନି ପାରିବା। ଅତଏବ ଈଶ୍ୱରଙ୍କର ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁ ପରିଧାନ କର। ଏଟା ଆମକୁ କରିବାକୁ ପଡେ। ପରିତ୍ୟାଗ କରିବା କାର୍ଯ୍ୟ ଆମର, ତଡି ଦବା କାର୍ଯ୍ୟ ଆମର, ପରିଧାନ କାମ ହଉଛି ବି ଆମର। ଆଉ ଯୋଉ ନୂତନୀକୃତ କାର୍ଯ୍ୟ ହଉଛି ଈଶ୍ୱରଙ୍କର। ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ପ୍ରଭୁ କରିବେ। କିନ୍ତୁ ଆମର କାମ ହଉଛି ମେଣ୍ଟାଲ ଆଟିଚ୍ୟୁଡକୁ ଆସ୍ତେ 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 ବଦଳେଇବାକୁ ପଡିବ। ଆଉ ଥରେ ସେଟା ପଢିକି ଶେଷ କରିବି। ପରସ୍ପର ମିଥ୍ୟା କୁହ ନାହିଁ, ତୁମାନେ ତ ପୁରାତନ ସ୍ୱଭାବ ସେଥିର କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ। ସେଇ ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି। ଅତଏବ ଈଶ୍ୱରଙ୍କର ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ପରିଧାନ କର। କାରଣ ତା ପରିଧାନ କରିବା ପାଇଁ ଏଫେସୀ 4:24 ଲେଖା ହେଇଛି, ତୁମାନେ ଶିକ୍ଷିତ ହୋଇଅଛ। ପ୍ରଭୁ ଏ ଅଳ୍ପ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଆହୁରି ଅନେକ ବାକି ରହିଗଲା। କାଲି ଆଶିଷ ଧାରାରେ ବୀରେନ୍ଦ୍ର ଭାଇ ଦେଇଛନ୍ତି, ଆଉ ଯେତେକ ରହିଲା ମୁଁ ସେଠି କହିବି। ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କର।